ଆମେ ଆମ ପାର୍ଟନରକୁ ମନାଇକି ଦେଖିନେଲେ, ପାର୍ଟନରଙ୍କ ସହିତ କଥା ହେଇକି ବି ଦେଖିନେଲେ, ଆମେ ନୋ କଣ୍ଟାକ୍ଟ ରୁଲ୍କୁ ଫଲୋ କରିକି ବି ଦେଖିନେଲେ, ଆଉ ସାଇଲେଣ୍ଟ ହୋଇ ବି ରହିଲେ, ତାପରେ ବି ଆମ ପାର୍ଟନର ଆମ ସହିତ କଥା ହେଉନାହାନ୍ତି। ଆଉ ପୁରା ଭାବରେ ଆମେ ଥକି ପଡ଼ିସାରିଛନ୍ତି ତାଙ୍କ ପଛରେ ଯାଇ ଆମେ ପୁରା ଭାବରେ ହାରି ଯାଇଛନ୍ତି ତାଙ୍କୁ ମନାଇ। ସେଥିପାଇଁ ଏମିତି କ'ଣ କଲେ ଆମ ରିଲେସନସିପ୍ ଠିକ୍ ହୋଇଯିବ, ଆମ ରିଲେସନସିପ୍ ଭଲ ହୋଇଯିବ। କିନ୍ତୁ ତୁମ ପାର୍ଟନର ତୁମ କଥା ଟିକେ ବି ଶୁଣୁନାହାନ୍ତି। ତୁମେ କିଛି ବି କର ସେ ତୁମକୁ ଇଗ୍ନୋର କରୁଛନ୍ତି, କଥା ହେଉନାହାନ୍ତି। ତ ଏହି ପ୍ରୋବ୍ଲେମରେ କ'ଣ କରିବା ଦରକାର, ତ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିନ୍ତୁ ତା ପୂର୍ବରୁ ଗୋଟେ ରିକ୍ୱେଷ୍ଟ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅ, କାହିଁକିନା ଆପଣଙ୍କ ଲାଇକ୍ ହିଁ ମୋତେ ମୋଟିଭେଟ୍ କରିଥାଏ ଏମିତି ବହୁତ ସାରା ଭିଡ଼ିଓ ଆଣିବି। ଆଉ ଯଦି ଲଭ୍ ରିଲେସନସିପ୍ରେ କିଛି ବି ପ୍ରୋବ୍ଲେମ୍ ଅଛି, ମୋ ଇନଷ୍ଟାଗ୍ରାମ ଆଇଡ଼ି ହେଉଛି ଫାଷ୍ଟ ଓଡିଆଟ୍ରିକ୍ ଅଫିସିଆଲ୍, ତ ମୋତେ ଫଲୋ କରି ଡିଏମ୍ କରିପାରିବ। ତ ଏବେ ଚାଲନ୍ତୁ ଜାଣିବା ଯେ ତୁମ ପାର୍ଟନରକୁ ମନାଇକି ଦେଖିନେଲ, ତାଙ୍କ ସହିତ କଥା ହେଇକି ଦେଖିନେଲ, ସବୁ କିଛି କଲ, କିନ୍ତୁ ସେ କିଛି ରେସ୍ପନ୍ସ କରୁନାହାନ୍ତି, କଥା ହେଉନାହାନ୍ତି। ତ କ'ଣ କରିବା? ଯେବେ ତୁମେ ସବୁକିଛି କଲା ପରେ ମଧ୍ୟ ତୁମ ପାର୍ଟନର ତୁମ କଥା ଶୁଣୁନାହାନ୍ତି, ତୁମ ସହିତ କଥା ହେଉନାହାନ୍ତି, ତ କ'ଣ କରିବା ଦରକାର, ତ ଏହି ଭିଡ଼ିଓରେ ଜାଣିବା। ତ ଏବେ ଜାଣିବା ଆମର ଯେଉଁ ପାର୍ଟନର ସେ ଆମର କଥା ଶୁଣିବା ପାଇଁ ରାଜି ନାହିଁ, ତଥାପି ଆମେ ବହୁତ ଚେଷ୍ଟା କରୁଛୁ, କିନ୍ତୁ ସେ ତାଙ୍କ ସାଇଡ଼ରୁ କିଛି ରେସ୍ପନ୍ସ ଦେଉନାହାନ୍ତି। ତ ଭାଇ ଏହି ଜାଗାରେ ଗୋଟେ ଜିନିଷକୁ ବୁଝ, ତୁମ ଲାଇଫ୍ର ପ୍ରାୟୋରିଟି କ'ଣ? ତୁମ କ୍ୟାରିୟର, ତୁମ ଗୋଲ୍, ତୁମ ଫ୍ୟାମିଲି ନା ତୁମ ରିଲେସନସିପ୍? ଇମାନଦାରରେ କହିବ ତୁମ ଲାଇଫ୍ର ପ୍ରାୟୋରିଟି କ'ଣ? ଯେବେ ଜାଣିପାରିବ ତୁମ ଲାଇଫ୍ରେ ଏହିସବୁ ଅଧିକା ପ୍ରାୟୋରିଟି ଆଉ ଏହିସବୁ ଜରୁରୀ ନାହିଁ, ତ ତୁମକୁ କ'ଣ କରିବା ଦରକାର, କ'ଣ ନ କରିବା ଦରକାର ତୁମେ ଆରାମସେ ଜାଣିପାରିବ। ଦେଖ, ତୁମେ ତୁମ ପାର୍ଟନର ପଛରେ ଦୌଡ଼ୁଛ, କଥା ହେବା ପାଇଁ ଚାହୁଁଛ, କିନ୍ତୁ ସେ କଥା ହେବା ପାଇଁ ବିଲକୁଲ ଚାହୁଁନାହାନ୍ତି। କ'ଣ ପାଇଁ ନା ସେ ବି ତୁମ ସହିତ ରହିବା ପାଇଁ ଚାହୁଁନାହାନ୍ତି। ଆଉ ତାଙ୍କ ଦିମାଗରେ ତାହା ନାହିଁ ଯାହା ବି ତୁମ ଦିମାଗରେ ଅଛି କିମ୍ବା ତୁମ ଦିମାଗରେ ଚାଲୁଛି। ଆମ ଲାଇଫ୍ର କିଛି ମୋଟିଭ୍ ନାହିଁ, ଗୋଲ୍ ନାହିଁ, କିନ୍ତୁ ଆମେ ଗୋଟେ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି, ତାହା ହେଲା ଆମ ପାର୍ଟନର। ଆଉ କିଛି ବି କରନ୍ତି ନାହିଁ। କ'ଣ ଆମେ ଆମ ଲାଇଫ୍ରେ ଖୁସିରେ ରହିପାରିବା ନାହିଁ ପାର୍ଟନର ବିନା? ଅବଭିୟସ୍ଲି ରହିପାରିବା। କାହିଁକି ନା ଯେବେ ଆମେ ଏହି ଦୁନିଆକୁ ଆସିଥିଲେ, କ'ଣ ସେହି ସମୟରେ ଆମ ପାର୍ଟନର ଆମ ସାଙ୍ଗରେ ଥିଲେ? ନାହିଁ ନା, ବରଂ କିଏ ଥିଲା? ଆମ ବାପା ମା, ଆମ ଫ୍ୟାମିଲି, ବନ୍ଧୁବାନ୍ଧବ ଏମାନେ ଥିଲେ। ଯଦି ତୁମକୁ ଲାଗୁଛି ତାଙ୍କ ବିନା ଆମେ ମରିଯିବୁ, ତ ବହୁତ ବଡ଼ ବୋକା ତୁମେ। ଯେବେ ତୁମେ ତୁମ ସାଇଡ଼ରୁ ସବୁ ଏଫର୍ଟ ଦେଉଛ, ସବୁ କିଛି କରିକି ଦେଖିନେଲ, ଯଦି ସେ ତୁମ ସହ ରହିବା ପାଇଁ ଚାହୁଁନାହାନ୍ତି, ତ ଆଉ ଯଦି ତୁମେ ତାଙ୍କୁ ଜବରଦସ୍ତି କରୁଛ ତୁମ ସହିତ ରହିବା ପାଇଁ, ତ କେତେ ଦିନ କରିବ, କେତେ ଚେଷ୍ଟା କରିବ? 2 ଦିନ, 4 ଦିନ, 10 ଦିନ, 1 ମାସ, 2 ମାସ, 4 ମାସ, 4 ବର୍ଷ, କେତେ ଦିନ? ତାପରେ କ'ଣ ହେବ ନା ସେ ତୁମଠୁ ଦୂରକୁ ଚାଲିଯିବେ। ତାଠୁ ଭଲ ହେବ କି ତୁମେ ଏବେ ଯେଉଁ ଲାଇଫ୍ରେ ଅଛ, ପାର୍ଟନର ଉପରେ ଧ୍ୟାନ ନ ଦେଇ ନିଜ କ୍ୟାରିୟର ଉପରେ ଧ୍ୟାନ ଦିଅ, ତୁମ ଗୋଲ୍ ପ୍ରତି ଧ୍ୟାନ ଦିଅ। ଭାବ କି ଯଦି ମୁଁ ଏହି ଗୋଲ୍କୁ ଆଚିଭ୍ କରିଦେବି, ତ ମୁଁ ସବୁ କିଛି ପାଇଯିବି, ଆଉ ମୁଁ ମୋ ପାର୍ଟନରକୁ ମଧ୍ୟ ପାଇଯିବି ବୋଲି ଭାବିବାକୁ ପଡ଼ିବ। ତ ଏମିତି ଭାବିବାକୁ ପଡ଼ିବ। ମୋତେ ଇନଷ୍ଟାଗ୍ରାମରେ ତ ବହୁତ ମେସେଜ୍ କରନ୍ତି, କୁହନ୍ତି ଭାଇ ଏମିତି ହେଇଥିଲା, ସେମିତି ହେଇଥିଲା, ଆଉ ବହୁତ ଜଣଙ୍କର ଲଭ୍ ପ୍ରୋବ୍ଲେମକୁ ନେଇ ମୋତେ ବହୁତ କୁହନ୍ତି। ଆଉ 10 ଦିନ 15 ଦିନ ପରେ ଯେତେବେଳେ ମୋତେ କଲ୍ କରିକି କୁହନ୍ତି ଭାଇ ବହୁତ ଭଲ ଫିଲ୍ ହେଉଛି, ବହୁତ ଭଲ ଲାଗୁଛି, ବିଶ୍ୱାସ କର ସେହି ସମୟରେ ମୁଁ ବହୁତ ଅଧିକା ଖୁସି ହେଇଯାଏ। କ'ଣ ପାଇଁ ନା ତୁମେ ତୁମ ଲାଇଫ୍ରେ ବଦଳି ଯାଇଛ, ତୁମେ ତୁମ ଲାଇଫ୍ରେ କିଛି ଭଲ କରୁଛ, ନୂଆ ତରିକାରେ କରୁଛ, ନୂଆ ତରିକାରେ ବଞ୍ଚୁଛ, ଯାହାକି ଦରକାର ଥିଲା, ଯାହାକି ଏହା କରିବାକୁ ପଡ଼ିବ। ଆମେ ନିଜକୁ ଏତିକି ବଦଳାଇ ପାରିବା ଯେ ଆମ ଲାଇଫ୍ ଖରାପ କ'ଣ ଆମେ କିଛି ଜାଣିପାରିବା ନାହିଁ। ଆମେ କାହା ପାଇଁ, ଆମେ ଅନ୍ୟ ପାଇଁ ବହୁତ କିଛି କରିକି ଦେଖିନେଲେ, କ'ଣ ମିଳିଲା ଆମକୁ? ଘଣ୍ଟା କିଛି ମିଳିଲା ନାହିଁ, ତା ଛଡ଼ା କିଛି ବି ମିଳିପାରିବ ନାହିଁ। ଯେବେ ତା ସହିତ ଆମେ ଖୁସିରେ ଥିଲେ, ଆଜି କ'ଣ ପାଇଁ ନିଜ ପାଇଁ ଖୁସିରେ ରହିପାରିବା ନାହିଁ? ଯେବେ ନିଜକୁ ଖୁସି ରଖିବା ପାଇଁ, ହାପି ରଖିବା ପାଇଁ ଚାହିଁବ, ତ ତୁମକୁ କୌଣସି ବି କଷ୍ଟ ପାଖ ମାଡ଼ିବ ନାହିଁ। ଏ ଦୁନିଆରେ କୌଣସି ତାକତ ନାହିଁ, ଦୁଃଖ ଆସିଯିବ, କିନ୍ତୁ ସତ ଏହା କି ତୁମେ ଖୁସି ରହିବା ପାଇଁ ଚାହୁଁନାହଁ। ଭାବିଥାଅ ପାର୍ଟନର ସବୁକିଛି, ଆଉ ପାର୍ଟନର ବିନା ମୁଁ ବଞ୍ଚିପାରିବି ନାହିଁ, କିନ୍ତୁ ସତ ଏହା କି ସବୁକିଛି ପାର୍ଟନର ବିନା ନୁହେଁ। ସବୁକିଛି ପାଣି ଆଉ ଅକ୍ସିଜେନ୍ ବିନା ବଞ୍ଚିବା ଦରକାର। ଏ ମଣିଷକୁ ଭୁଲିଯିବା ନାହିଁ, ତ ତାଠୁ ଦୂରେଇ ଯିବା ଦରକାର। ତୁମେ ନୂଆ ଜୀବନ କରିବାକୁ ପଡ଼ିବ, ନୂଆ ଲାଇଫ୍ରେ ବଞ୍ଚିବାକୁ ପଡ଼ିବ। ଦେଖିବ ତୁମେ ବହୁତ ଖୁସିରେ ରହିବ, ଆଉ ତୁମର ଯେଉଁ କଷ୍ଟ ଦୁଃଖ ଅଛି ସବୁ ଦୂର ହୋଇଯିବ। ତ ଆଇ ହୋପ୍ ବୁଝିପାରିଥିବ ଯେ କ'ଣ କରିବା ଦରକାର। ତ ଯଦି ବୁଝିପାରିଛନ୍ତି ନିଶ୍ଚିତ ଭାବେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଆଉ ଯଦି ଲଭ୍ ରିଲେସନସିପ୍ ନେଇ କିଛି ବି ପ୍ରୋବ୍ଲେମ୍ ଅଛି, ମୋ ଇନଷ୍ଟାଗ୍ରାମ ଆଇଡ଼ି ହେଉଛି ଫାଷ୍ଟ ଓଡିଆଟ୍ରିକ୍ ଅଫିସିଆଲ୍, ତ ମୋତେ ଫଲୋ କରି ଡିଏମ୍ କରିବେ। ମୁଁ 1-to-1 କାଉନସିଲିଂ କରିବି, ଆଉ ଯାହା ବି ପ୍ରୋବ୍ଲେମ୍ ଅଛି ସଲ୍ଭ କରିବି। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।